ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्रा। प्रथम अध्याय। अनेक विद्वान शास्त्रर विभिन्न प्रकार व्याख्या करिसेंती। विवेक सहित शास्त्र विधिर विरोध होइपारे। एहिपरि अवसରରେ अति ज्ञानी लोकर बुद्धि मध्य विभ्रांत होइजाए। स्मृति विप्रतिपन्ना बुद्धि। अर्जुनଙ୍କ परि अनेक धार्मिक शास्त्र विशारद ସେମାନଙ୍କ ଜୀବନର ସନ୍ଧି କ୍ଷଣରେ କିଂକର୍ତ୍ତବ୍ୟ ବିମୂଢ଼ ହୋଇପଡ଼ନ୍ତି। ସେମାନଙ୍କ ପୂର୍ବାଗ୍ରହ ଗ୍ରସିତ ବୁଦ୍ଧି କର୍ତ୍ତବ୍ୟ ବିବେଚନା ପାଇ ଅସମର୍ଥ ହୋଇପଡ଼େ। ନିଶ୍ଚିତ ଲକ୍ଷ୍ୟ ବୁଦ୍ଧିରୁ ବିସ୍ତୃତ ହୋଇଯାଏ। ମାନବ ନିଜ ବୁଦ୍ଧି ଓ ସାମର୍ଥ୍ୟ ପ୍ରତି ଯେତେବେଳେ ସନ୍ଦିହାନ ହୋଇପଡ଼େ, ସେତେବେଳେ ସେ ପରମାତ୍ମାଙ୍କ କଥା ଚିନ୍ତା କରେ। ପରମାତ୍ମାଙ୍କ ସାନ୍ନିଧ୍ୟ ଲାଭ କରି ମଧ୍ୟ ଅର୍ଜୁନଙ୍କ ରୂଢ଼ିବାଦିତା ତାଙ୍କୁ ବିଷାଦଗ୍ରସ୍ତ କରୁଥିଲା। ପରମାତ୍ମା ହେଉଛି ଜ୍ଞାନର ସାଗର। ସେହି ଜ୍ଞାନରୁ କାଣିଚାଏ ଲାଭ କରି ମଣିଷ ବେଦ ଶାସ୍ତ୍ରାଦି ରଚନା କରିଛି ଓ ବେଦ ଶାସ୍ତ୍ରାଦି ଅଧ୍ୟୟନ କରି ମଣିଷ ନିଜର ପାଣ୍ଡିତ୍ୟର ଅଭିମାନରେ ପରମାତ୍ମାକୁ ଭୁଲିଯାଏ। ବିଭିନ୍ନ ସାତ୍ତ୍ୱିକ ବ୍ୟଞ୍ଜନାରେ ରଚିତ ଶ୍ଲୋକର ଉଦ୍ଧୃତି ଦେଇ ସେ ପ୍ରକୃତ ସତ୍ୟର ଆଳାପ କରିଛନ୍ତି। କିନ୍ତୁ ମଣିଷର ବୁଦ୍ଧି ଜ୍ଞାନ ଶକ୍ତି ସାମର୍ଥ୍ୟର ଏକ ସୀମା ଅଛି। ସେ ସୀମା ଅତିକ୍ରମ କଲା ପରେ ମଣିଷ ଭଗବତ ଶରଣାପନ୍ନ ହୁଏ। ସାଧାରଣ ଧର୍ମଜ୍ଞାନ ନୀତିଜ୍ଞାନ ଶାସ୍ତ୍ର ଜ୍ଞାନ ଦ୍ୱାରା କର୍ତ୍ତବ୍ୟ ନିର୍ଣ୍ଣୟ କରିବା ସହଜ ସାଧ୍ୟ ନୁହେଁ। କବୟୋ ପାତ୍ର ମୋହିତାଃ। ମଣିଷ ଯେତେ ଦିନ ପର୍ଯ୍ୟନ୍ତ ଏହି ତ୍ରିଗୁଣମୟୀ ଅପରା ପ୍ରକୃତି ମଧ୍ୟରେ ଅବସ୍ଥାନ କରୁଥିବ, ସେତେଦିନ ପର୍ଯ୍ୟନ୍ତ ଏ ସମସ୍ୟାର ପ୍ରକୃତ ସମାଧାନ ହେବ ନାହିଁ। ଏହି ପ୍ରକୃତିକୁ ପରିତ୍ୟାଗ କରି ଦିବ୍ୟ ସଂସ୍କାର ଧାରଣ କରିବାକୁ ହେବ। ଲୌକିକତାକୁ ଅଲୌକିକତାରେ ପରିବର୍ତ୍ତନ କରିବାକୁ ପଡ଼ିବ। ନିସ୍ତ୍ରିଗୁଣେ ଭବ। ସେତେବେଳେ ଆମର ଆଉ ନିଜର ବୋଲି କିଛି ନଥିବ। ସେତେବେଳେ ଆମେ ପରମାତ୍ମାଙ୍କ ନିମିତ୍ତ ରୂପେ କାର୍ଯ୍ୟ କରିବା। ଆମର ପରିବର୍ତ୍ତିତ ପ୍ରକୃତିକୁ ଯନ୍ତ୍ର ରୂପେ ବ୍ୟବହାର କରି ପରମାତ୍ମା ଜଗତରେ ନିଜ ଇଚ୍ଛା ପୂର୍ଣ୍ଣ କରିବାକୁ କେବଳ ନିଜର କର୍ମ ସମ୍ପାଦନ କରିବେ। ଆମେ ସଜ୍ଞାନେ ପରମାତ୍ମାଙ୍କ ମାଧ୍ୟମ ହେବାର ପରମ ଆନନ୍ଦ ଲାଭ କରିବା। ସେତେବେଳେ ତାଙ୍କର ଇଚ୍ଛା ଅନୁରୂପ ହିଁ ଆମ ଭିତରେ କର୍ମର ପ୍ରେରଣା ଉତ୍ପନ୍ନ ହେବ ଏବଂ ସେହି କର୍ମ ହେବ ପାପ ପୁଣ୍ୟର ଅତୀତ ଅପରାଜେୟ ଓ ଅବ୍ୟର୍ଥ। ସାଧାରଣ ମନୁଷ୍ୟ ପାଇଁ ପ୍ରଚଳିତ ଶାସ୍ତ୍ର ପ୍ରଚଳିତ ସାମାଜିକ ବିଧି ନିଷେଧ ହିଁ ଯଥେଷ୍ଟ। କାମକ୍ରୋଧାଦିର ବଶବର୍ତ୍ତୀ ନ ହୋଇ ଯେକୌଣସି ଶାସ୍ତ୍ର ବା ନୀତିରେ ତାର ବିଶ୍ୱାସ ଅଛି ଶ୍ରଦ୍ଧା ଅଛି, ତାହା ଅନୁସରଣ କରି କର୍ମ କଲେ କ୍ରମଶଃ ତା ମଧ୍ୟରୁ କାମକ୍ରୋଧାଦିର ମାତ୍ରା ପ୍ରଶମିତ ହେବ। ସେଥିପାଇଁ ଗୀତା ଶାସ୍ତ୍ରବିଧି ଅନୁସାରେ କର୍ତ୍ତବ୍ୟ ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହା ସର୍ବୋଚ୍ଚ ଅବସ୍ଥା ନୁହେଁ। ଯେକୌଣସି ଅସତର୍କ ମୁହୂର୍ତ୍ତରେ ଏହିଠାରୁ ପତନ ହୋଇପାରେ। କାମ କ୍ରୋଧକୁ ସମ୍ପୂର୍ଣ୍ଣ ଭାବେ ଜୟ କରିବାକୁ ହେଲେ ଏକ ଊର୍ଦ୍ଧ୍ୱମୁଖୀ ଭାବଗତ ଚୈତନ୍ୟ ମଧ୍ୟରେ ସତତଃ ନିଜକୁ ପ୍ରତିଷ୍ଠିତ କରିବାକୁ ହେବ। ସେଥିପାଇଁ କେବଳ ଏକମାତ୍ର ପନ୍ଥା ହେଲା ସର୍ବଶାସ୍ତ୍ର ସର୍ବଧର୍ମ ପରିତ୍ୟାଗ କରି ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ। ଏକାନ୍ତ ଭାବରେ ଭଗବାନଙ୍କ ଶରଣାପନ୍ନ ହେବା। ଏହା ହିଁ ଗୀତାର ଶ୍ରେଷ୍ଠ ଶିକ୍ଷା। ଧର୍ମାଚରଣ ଏବଂ ଆତ୍ମସଂଯମ ଅଭ୍ୟାସ ପୂର୍ବକ ଯିଏ ଅର୍ଜୁନଙ୍କ ଭଳି ପରମାତ୍ମାଙ୍କ ନିକଟରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଛନ୍ତି, ସିଏ କେବଳ ଗୀତାର ଉତ୍ତମ ରହସ୍ୟ ଶ୍ରବଣ କରିବାର ଉପଯୁକ୍ତ ମାତ୍ର। ଭକ୍ତ ଅସି ମେ ସଖା ଚେତି ରହସ୍ୟଂ ହ୍ୟୋତ ଦୂତମମ୍। ପ୍ରଥମ ଅଧ୍ୟାୟ ସମ୍ପୂର୍ଣ୍ଣ।
ओम शांति।